ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ତ ହସ ଯାହା ମଣିଷ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ହସ ଯାହା ଦୁଃଖକୁ ଭୁଲି ନୂଆ ଜୀବନ ବଞ୍ଚିବାର ରାହା ଦେଖାଇଥାଏ। ମଣିଷ ଯେତେ କଷ୍ଟରେ ଥାଉ ନା କାହିଁକି ଅନ୍ୟ ଓଠରେ ଟିକେ ହସ ଦେଖିଦେଲେ ସବୁ କଥା ଭୁଲିଯାଏ। ହସ ହେଉଛି ମନୁଷ୍ୟର ଏକ ସ୍ୱାଭାବିକ ଗୁଣ। ହସ ମଣିଷର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। କେତେକ ପୁରୁଷ ନାରୀର ହସରେ ଏମିତି ଆକର୍ଷିତ ହୋଇଯାଆନ୍ତି ଶେଷରେ ନିଜ ଜୀବନସାଥୀ ରୂପେ ବାଛି ନେଇଥାନ୍ତି। କେତେକ ଗବେଷଣାରୁ ଜଣାପଡ଼ିଛି କି ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଭାବ ତାଙ୍କ ଚାଲିଚଳନରୁ ଜଣାପଡ଼ିଥାଏ। ସେହିପରି ପ୍ରତ୍ୟେକ ମନୁଷ୍ୟର ହସରେ ମଧ୍ୟ ତା'ର ସ୍ୱଭାବ ଜଣାପଡ଼ିଥାଏ। ସାଧାରଣତଃ ମଜାଦାର କଥା ଶୁଣିଲେ ହସ ଆପେ ଆପେ ଆସିଯାଏ। ସେହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଚାଣକ୍ୟ ନୀତିରେ ନାରୀ ଏବଂ ପୁରୁଷ ସହ ଜଡ଼ିତ ଅନେକ କଥା ବର୍ଣ୍ଣନା କରାଯାଇଛି। ଚାଣକ୍ୟ ମହିଳା ସମ୍ପର୍କିତ କିଛି କଥା କହିଛନ୍ତି। ଚାଣକ୍ୟଙ୍କ ମତରେ ନାରୀର ସ୍ୱଭାବକୁ ଚିହ୍ନିବା ବହୁତ କଷ୍ଟକର, ହେଲେ ଅନେକ ସମୟରେ ଏହା ତାଙ୍କ ହସରେ ପରିଲକ୍ଷିତ ହୋଇଥାଏ। ତେବେ ଏବେ ଆସନ୍ତୁ ଜାଣିବା ନାରୀଙ୍କ ହସ ବିଷୟରେ। ଯେଉଁ ନାରୀ ମୁହଁ ବନ୍ଦ କରି ହସୁଥାନ୍ତି ସେ ନାରୀ କାମ ହାସଲ କରିବାରେ ମାହିର ଥାନ୍ତି। ଏହି ମହିଳାମାନେ ମୌକାର ଫାଇଦା ଉଠାଇବା ପାଇଁ ମାହିର ଥାନ୍ତି। ଏଭଳି ନାରୀ କେବେ ବି ଅନ୍ୟର ଭଲ ଚାହାନ୍ତି ନାହିଁ ଓ ଆପଣଙ୍କ ଗୁପ୍ତ କଥା ମଧ୍ୟ ଅନ୍ୟ ଆଗରେ ଯାଇ ବଖାଳି ଦିଅନ୍ତି। ଏହି ମହିଳା ବହୁତ ଚାଲାକ ହୋଇଥାନ୍ତି। ସେମାନେ ମନରେ ଦୟା ମନୋଭାବ ନଥାଏ, ଏପରିକି ନିଜ ବନ୍ଧୁମାନଙ୍କୁ ମଧ୍ୟ ଧୋକା ଦେଇଥାନ୍ତି। ଏପରି ମହିଳା ଅହଙ୍କାରୀ ଅଟନ୍ତି। ହସିବା ଦେହ ପାଇଁ ହିତକାର ଏବଂ ହସିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। କିନ୍ତୁ ଯେଉଁ ମହିଳା ଠୋ ଠୋ କରି ହସିବା ବା ଚିଲେଇ ଚିଲେଇ ହସନ୍ତି ଏଭଳି ମହିଳା ଦେଖିବା ମାତ୍ରେ ବନ୍ଧୁତା ସ୍ଥାପନ କରିଦିଅନ୍ତୁ, କାରଣ ଚାଣକ୍ୟ ନୀତି ଅନୁସାରେ ଏଭଳି ନାରୀଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ। ତା ସହିତ ହୃଦୟରୁ ମଧ୍ୟ ସେମାନେ ବହୁତ ଭଲ ହୋଇଥାନ୍ତି। ସହନଶୀଳତା ଥାନ୍ତି, ଦୟାଳୁ ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏଭଳି ନାରୀ ଆପଣଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ। ଏମାନଙ୍କ ସହ ମିତ୍ରତା ସ୍ଥାପନ କରିଲେ ଆପଣ ଲାଭବାନ ହେଇପାରିବେ ବା ଆପଣଙ୍କର ଲାଭ ହୋଇଥାଏ ଏବଂ ଏମାନେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପଛଘୁଞ୍ଚା ଦେଇପାରିବେ ନାହିଁ ଏବଂ ସାରା ଜୀବନ ଆପଣଙ୍କ ସହ ରହିବେ। ଏମାନଙ୍କ ମନରେ ଭଲ ପାଇବା ଓ ମମତା ଭରପୁର ପରିମାଣରେ ରହିଥାଏ। ଏଭଳି ମହିଳାମାନେ ଉଚ୍ଚ ଚିନ୍ତାଧାରା ହେବା ସହ ମନର କୌଣସି କଥା ନ ରଖି ଖୋଲା ହୃଦୟରେ ସହ କଥା ହୋଇଥାନ୍ତି। ଯେଉଁ ମହିଳାମାନେ ମନ ମାରି ହସନ୍ତି କିମ୍ବା ଶାନ୍ତ ମନରେ ହସନ୍ତି ସେଭଳି ନାରୀ ମନରେ ଦୁଃଖ ଭରା ରହସ୍ୟ ରହିଥାଏ। ସେମାନେ କେବେ ବି ନିଜ ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ, ସବୁବେଳେ ନିଜ ଦୁଃଖକୁ ମନରେ ଲୁଚି ରଖିଥାନ୍ତି। ଏଭଳି ନାରୀଙ୍କ ଉପରେ ଆପଣ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ। ଏହି ନାରୀ ଭରସା ଯୋଗ୍ୟ ମଧ୍ୟ ହୋଇଥାନ୍ତି। ଏହି ମହିଳାଙ୍କ ମନ ଉଚ୍ଚ ଧରଣର ହେବା ସହ ଅନ୍ୟର ଭାବନାକୁ ମଧ୍ୟ ସମ୍ମାନ କରିଥାନ୍ତି। ଏପରି ନାରୀ ନିଜ ଦୁଃଖ ଭୁଲି ଅନ୍ୟମାନଙ୍କ ଖୁସିକୁ ନିଜର ଖୁସି ବୋଲି ମାନିଥାନ୍ତି। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ ଆମର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରିଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟଦେବଙ୍କ ନାମ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଜୟ ଜଗନ୍ନାଥ।